ଆମ ଚନ୍ଦନ ସ୍ୱାଇଁ ତାଙ୍କ ଘର କୋଉଠି? ଘାସିଆ। ଘଟଣା ଘଟିଛି କେତେବେଳେ ଆପଣ ଖବର ପାଇଲେ ଆଉ କେମିତି ଘଟିଛି ବୋଲି ଆପଣ ଅନୁମାନ କରୁଛନ୍ତି? ଆମେ ତ ଏଇ ରାତି 2ଟାରେ ଶୁଣିଲୁ ମେଡିକାଲ ନେଇଯାଇଛନ୍ତି। ଯେ ପିଲା ହିସାବରେ ପିଲା ଏରିଆରେ ସବୁଠୁ ଭଲ ପିଲା, ଜଣେ ରାଜମିସ୍ତ୍ରୀ, ସେ ବେକର ମେସିନ୍ ଚଲାଏ। ଆଉ ତାର କାହା ସହିତ ଝାମଲା ଝଟକା ନାହିଁ, ଅତ୍ୟନ୍ତ ଭଲ ସୁନ୍ଦର ପିଲା, ସୁନ୍ଦର, ଭଲ ବ୍ୟବହାର, ସବୁ ଭଲ। ଘଟଣା ଘଟିଛି ଆପଣଙ୍କୁ କଣ ଲାଗୁଛି? ସନ୍ଦେହ ହଉଛି କଣ ହେଲା, କେମିତି ହେଲା, ସାର୍ ଘରେ ଝଗଡା ନାହିଁ, କାହା ସହିତ ଦିନେ କଳି କରିବାର କେହି ମାନେ ଅଞ୍ଚଳରେ ଦେଖି ନାହାନ୍ତି ସେ ଏରିଆରେ। ଏତେ କାହିଁକି ହଠାତ୍ ଏଭଳି ହେଇଛି ତାର କିଛି ଜଣା ପଡୁନି, ତଦନ୍ତ କଲେ ଜଣା ପଡିବ। ଲାଗୁଛି ଯେ ଆଉ କାହା ସହିତ ଆପସ ଥିଲା ବୋଲି। ସେମିତି ତ ଜାଣି ହୁଏନି ମନର କଥା କିଛି। ସେ ଆସେ କାମ କରିକି ରାତି 9ଟା 10ଟାକୁ, କିନ୍ତୁ ଯିବ ଗାଧେଇବ, ବସିବ, ଟିକେ ଘରକୁ ଯିବ। କାଲି ବି ପରିବାପତ୍ର ଘରେ ଦେଇଛି ରାତି 9ଟାରେ, ଆଉ ଘରକୁ ନେଇଛି ସଉଦାପତ୍ର, ଘରକୁ କହିକି ଆସିଛି ମୁଁ ଆସୁଛି। ଆପଣଙ୍କୁ କିଛି ସନ୍ଦେହ ଲାଗୁଛି କେମିତି କଣ ହେଇଛି? କିଛି ଜାଣି ହଉନି ଅନ୍ତର କଥା। ହଠାତ୍ ସେଭଳିଆ ପିଲା ବି ସେ ନୁହଁ, ସୁଇସାଇଡ୍ କରିବା ପିଲା ନୁହଁ, କିନ୍ତୁ କାହିଁ କଲା, ଘରେ ଝାମଲା ଝଟକା ନାହିଁ, କଣ ପାଇଁ କଲା ଜଣା ପଡୁନି। କଣ ଚାହୁଁଛନ୍ତି ଆପଣ? ତାକୁ ମାନେ ସଠିକ ତଦନ୍ତ ଟିକେ କରାଯାଉ, କଣ ପ୍ରକୃତରେ ହେଇଛି, ତଦନ୍ତ ହେଇ ପରିବାରକୁ ଟିକେ ନ୍ୟାୟ ମିଳୁ।